ତାହେଲେ ପିଲାମାନେ ପୁଣି ଥରେ ଆଉ ଏକ ଭିଡ଼ିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଆଲୋଚନା କରି ଯାଇନି ଯେ ରାକ୍ଷୀ ବାବୁଙ୍କର 1916 ମସିହା ମେ ମାସ 13 ତାରିଖ ଦିନ ଖୋର୍ଦ୍ଧା ଗୁରୁଜଙ୍କ ଠାରେ ଜନ୍ମ ହୋଇଥିଲେ। ବାପା ଥିଲେ ପ୍ରସନ୍ନ କୁମାର, ମାତା ଥିଲେ ମିତା ଦେବୀ। ବୁଝିପାରୁଛନ୍ତି? ଏବଂ ଦେଖ କେମିତି ଲେଖିଛନ୍ତି ଓଡିଆ ସାହିତ୍ୟକୁ ତାଙ୍କର ଅବଦାନ କେତେ। ତାଙ୍କର ରଚନା ସମାହାର ଆସୁଛି ପ୍ରାଥେୟ ପୂର୍ଣ୍ଣମା, ବାଜିରେଉତ, ବହୁତ ଚର୍ଚିତ କବିତା ବାଜିରେଉତ, ଅଭିଯାନ ରକ୍ତ ଶିକ୍ଷା, ପଲିଶ୍ରୀ ସଂସଦ ଅଭିଯାନ, ଭାନୁମତୀର ଦେଶ, ପାଣ୍ଡୁଲିପି। ଆଉ ଆମେ ଯେଉଁ କବିତାଟା ପଢିବା ପାଣ୍ଡୁଲିପି ଆସୁଛି ସ୍ୱଗତ କବିତା 1962। ଏଇ କବିତାଟି ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀରେ ପୁରସ୍କାର ପାଇଥିଲେ। କବିତା 1962 ମନେ ରଖିଥିବେ। ସେଇ ମଧ୍ୟ ଲେଖିଛନ୍ତି କବିତା 1959, କବିତା 1971, କବିତା 1974, କବିତା 1983, କବିତା 1985, କବିତା 1987। 1987ରେ ମନେ ରଖିଥିବ ତାଙ୍କୁ ସାହିତ୍ୟ, ଆମ ଦେଶର ସାହିତ୍ୟରେ ସବୁଠୁ ବଡ ସମ୍ମାନ, ଉଚ୍ଚ ସମ୍ମାନ ଜ୍ଞାନପୀଠ ପୁରସ୍କାର ମିଳିଥିଲା। 1987ରେ ଏଇ ସମସ୍ତ ସର୍ବବିଧି ପାଇଁ ସାହିତ୍ୟ ଏବଂ କବିତା। 1940 ମଧ୍ୟ ତାଙ୍କର ଆଉ ଗୋଟେ କବିତା ତାଙ୍କୁ ପଦ୍ମଶ୍ରୀ ଉପାଧି ମିଳିଥିଲା। 1962ରେ ମନେ ରଖିଥିବ ପିଲା, ସେ ହଉଛନ୍ତି ପଦ୍ମଶ୍ରୀ ସଚିଦାନନ୍ଦ ରାଉତରାୟ। ସମସ୍ତେ ତାଙ୍କୁ ସଚି ରାଉତ ବୋଲି ତାଙ୍କର ଲୋକପ୍ରିୟ ନା ତାଙ୍କର ନାଇଁ। ତେଣୁ ଏଇଭଳି ଭାବରେ ଦେଖିଲେ ସେ ଉପନ୍ୟାସ ମଧ୍ୟ ଲେଖିଛନ୍ତି, ଚିତ୍ରକୀର୍ତ୍ତି ଗଳ୍ପ ଲେଖିଛନ୍ତି, ମଶାଣିର ଫୁଲ, ମାଟିର ତାଜ, ଛାଇ, ମାଙ୍କଡ ଓ ଅନ୍ୟାନ୍ୟ ଗଳ୍ପ, ପ୍ରବନ୍ଧ ଲେଖିଛନ୍ତି। ସାହିତ୍ୟରେ ମୂଲ୍ୟବୋଧ, ସାହିତ୍ୟରେ ବିଚାର ଓ ମୂଲ୍ୟବୋଧ ଏବଂ ନିଜର ଆତ୍ମଜୀବନୀ ହଉଛି ଉତ୍ତର ରଖିବା। ଆମେ ବୁଝିପାରୁଛନ୍ତି? ପୂର୍ବେ ଆମେ ଜାଣିଥିଲେ। ଏବଂ ଆମେ ମଧ୍ୟ ଓଡିଆ ସାହିତ୍ୟରେ ଯୋଉ ଯୁଗ କଥା ବୋଲି କହିଥିଲି, ପିଲା ପୂର୍ବେ ଜାଣିଦେବ। ତିନି ଯୁଗ କଥା ମୁଁ କହିଥିଲି। ସବୁଜ ଯୁଗ କଥା ଯଦି କହିବା, ପ୍ରଗତି ଯୁଗ କଥା କହିବା, ପ୍ରୟୋଗବାଦୀ ଯୁଗ କଥା କହିବା, ଏଇ ତିନୋଟି ମାନଙ୍କ ଯୋଉ ଯୁଗରେ ତିନି ଯୁଗରେ ଲେଖିଥିଲି କିଏ? କବି ସଚ୍ଚିଦାନନ୍ଦ ରାଉତରାୟ। ବୁଝିପାରୁଛନ୍ତି? ତାହେଲେ ଏଇ ଯୋଉ ଛୋଟ ମୋର ଗାଁଟିରେ ପଦ୍ମଶ୍ରୀ କବିତା ପଢିଲେ, ଯେମିତି ଛୋଟ ମୋର ଗାଁଟିରେ କବି ଆଜି କାହିଁକି ବାର୍ତ୍ତା ଲେଖିଛନ୍ତି, ବାର୍ତ୍ତାକୁ ଲେଖିବାକୁ ଚାହୁଁଛନ୍ତି, କିଭଳି ସାମ୍ୟବାଦର ବାର୍ତ୍ତା ଦେଖୁଛନ୍ତି, ବା କିଭଳି ଯୋଉ ସମାଜରୁ ଶ୍ରେଣୀହୀନ ସମାଜରୁ ଗଠନ କରିବା ଯେଉଁ ଭେଦଭାବ ଅଛି, ଧନୀ ଦରିଦ୍ର, ଉଚ୍ଚ ନିଚ ଭେଦଭାବର ପାଚେରୀକୁ ଭାଙ୍ଗିଦେବା, ସେ କଥାକୁ କହୁଛନ୍ତି ଆଲୋଚନା କରିବା। ଦେଖ କବି କବିତାରେ କିଭଳି କହିବାକୁ ଚାହୁଁଛନ୍ତି। ଦେଖ ଏ କବିତା ସିନା କବିଙ୍କର ପାଣ୍ଡୁଲିପି କବିତା ସଂଗୃହୀତ ଏଇ ଯୋଉ ପୁସ୍ତକରୁ ଆସିଛି ଏବଂ ଏଥିରେ ଗୋଟେ ବାର୍ତ୍ତା ଦିଆ ହଉଛି। ବାର୍ତ୍ତା କଣ? ଗୋଟେ ସମ୍ବାଦ ବା ଗୋଟେ ସନ୍ଦେଶ ଦେଉଛନ୍ତି। କଣ ପାଇଁ ନା ଗୋଟେ ଶୋଷଣମୁକ୍ତ ଶ୍ରେଣୀହୀନ ସମାଜ ଗଠନ କରିବା ପାଇଁ, ସାମ୍ୟବାଦର ପ୍ରତିଷ୍ଠା କରିବା ପାଇଁ, ଯୋଉ ସମାଜର ଭେଦଭାବ ନଥିବ, ଧନୀ ଗରିବର ଭେଦଭାବ ନଥିବ, ସାଧାରଣ ଖଟିଖିଆ ମଣିଷଟିଏ ଶୋଷିତ ଲାଞ୍ଛିତ ବଣିତ ହୋଇଥିବ, ବୁଝିପାରିଲା, ତାର ବାର୍ତ୍ତା ଦେଉଥିବ। ଏବଂ ଏଇ ବାର୍ତ୍ତା ଦେବା ପାଇଁ କଣ କରୁଛନ୍ତି ନା ଦାୟିତ୍ୱ ବନ୍ଧରେ ନିଷ୍ପେଷିତ ମଣିଷ ମାନଙ୍କୁ ମୁକ୍ତିର ସ୍ୱପ୍ନ ଦେଖାଇଛନ୍ତି। ମଣିଷ ମାନଙ୍କୁ ମୁକ୍ତି ସ୍ୱପ୍ନ ଦେଖାଇଛନ୍ତି ଏବଂ ଅତ୍ୟାଚାରୀ ମାନଙ୍କର ମୁକ୍ତି ପାଇଁ ବ୍ୟକ୍ତି ମାନଙ୍କର ଆୟ ଉତ୍ସର୍ଗ, ବୁଝିପାରିଲା, କରିବ। ତେଣୁ ବଳିଦାନ କରିଲେ କୌଣସି କଥା ମିଳିବନି। ସେଇଥିପାଇଁ ସେହି ସଂଘ ଦରକାର, ସେ କଥା କହୁଛନ୍ତି। ତାହେଲେ ଆସ କବିତାକୁ ପଢିବା ପ୍ରାଞ୍ଜଳ ଭଳିଆ ଓ ସରଳ ଭାବରେ ବୁଝିବା ଏବଂ ସମସ୍ତଙ୍କ ସାଙ୍ଗରେ ଟିକେ ଯଦି ପାରୁଛ ଭିଡିଓଟା ସେୟାର କରିଦେବ ଏବଂ ଚ୍ୟାନେଲ ମାନେ ସବସ୍କ୍ରାଇବ କରିନା ମାନେ କରିଦେଇଛ। ଆଉ କମେଣ୍ଟ ମାଧ୍ୟମରେ ନିଜର ମତାମତ ନିଶ୍ଚିତ ଭାବରେ ଜଣେଇବାକୁ ଚେଷ୍ଟା କରିବେ। ଭାବିଲେ କଣ କହୁଛନ୍ତି କବିତାରେ, କବି ସଚ୍ଚିଦାନନ୍ଦ ରାଉତରାୟ। ଶତାବ୍ଦୀର ସିଂହଠାରୁ ଆସି ଦୂତ ଆଣିଅଛି ବାର୍ତ୍ତା ଭବିଷ୍ୟତର, ଜୀବନର ସମ୍ଭାବନା
ଜୀବନର ସମ୍ଭାବନା ଜହିଁ ମୂର୍ତ୍ତିମାନ ନାହିଁ ଜହିଁ ପ୍ରାଚୀର ବାନ୍ତର, ଜାଗ ହେ ମାନବ ଶିଶୁ ଜାଗ ହେ ନର ବ୍ରହ୍ମ ଜାଗ। ଜାଗ ଧରି ଲୌକିକର ଜ୍ଞାନ। କବି ଏଠାରେ ଗୋଟିଏ ବାର୍ତ୍ତା ଦେଉଛନ୍ତି ସାଧାରଣ ମଣିଷ ମାନଙ୍କୁ, ନିର୍ଯାତିତ ନିଷ୍ପେଷିତ ଦୁର୍ବଳ ମଣିଷ ମାନଙ୍କୁ ବାର୍ତ୍ତା ଦେଉଛନ୍ତି ଏବଂ କହୁଛନ୍ତି କଣ କହୁଛନ୍ତି ନା ଗୋଟିଏ ଦୂତଟି ଆସିଛି। କେଉଁଠି ଆସିଛି ଦୂତ? ସିଂହ ଦ୍ୱାରରୁ, ବୁଝିପାରିଲା? ସିଂହ ଦ୍ୱାରରୁ କେଉଁଠି ଥାଏ? ଦେବ ମନ୍ଦିରରେ, ବୁଝିପାରିଲା? ଦେବତାଙ୍କ ପାଖରୁ ଜଣେ ଦୂତ ଆସିଛି, ତାମାନେ ଦେବତା ଜଣେ ଦୂତକୁ ପଠାଇଛନ୍ତି। ନାଟକୀୟ ଢଙ୍ଗରେ ଏଠି କବି କହୁଛନ୍ତି ଜଣେ ସିଂହ ଦ୍ୱାରରୁ ଜଣେ ଦୂତ ଆସିଛି ଏବଂ ସେଇ ଦୂତ କଣ ଆଣିଛି ସାଙ୍ଗରେ? ଗୋଟେ ବାର୍ତ୍ତା, ଗୋଟେ ଖବର ଆଣିଛି, ଗୋଟେ ସନ୍ଦେଶ ଆଣିଛି, ଗୋଟେ ସମ୍ବାଦ ଆଣିଛି। କେଉଁଠି ସମ୍ବାଦ ଆଣିଛି? ନା ଶତାବ୍ଦୀର ସିଂହ ଦ୍ୱାରରୁ। କେଉଁଠୁ ଆସିଛି? ଶତାବ୍ଦୀ ସିଂହ ଦ୍ୱାର। ଶତାବ୍ଦୀ ସିଂହ ଦ୍ୱାର କହିଲେ କଣ? ଶତାବ୍ଦୀ କହିଲେ କଣ? 100 ବର୍ଷ। ଏଇ ଯୋଉ ଲମ୍ବା ସମୟ, 100 ବର୍ଷ, ସହସ୍ର ବର୍ଷ ଧରି ଯୋଉ ଲମ୍ବା ସମୟକୁ ଭଙ୍ଗ କରି ତାକୁ ଠାକୁରଙ୍କ ପାଖରୁ, ଦେବତାଙ୍କ ସିଂହଦ୍ୱାରରୁ ଏକ ଦୂତ ଆସିଛି ଏବଂ ସେ ସାଙ୍ଗରେ କଣ ଆଣିଛି? ଗୋଟେ ବାର୍ତ୍ତା ଆଣିଛି, ଗୋଟେ ଖବର ଆଣିଛି। କି ଖବର? ଭବିଷ୍ୟତର ଖବର ଆଣିଛି। ତାହେଲେ କଣ ବାର୍ତ୍ତା ଆଣିଛି? ନା ଯୋଉ ଗୋଟେ ସମ୍ବାଦ ରଚନା, ଗୋଟେ ସମାଜ ଗଠନ ହେବ, ଗୋଟେ ଶ୍ରେଣୀହୀନ ଶୋଷଣ ମୁକ୍ତ ସମାଜର ଗଠନ କରିବା ପାଇଁ, ଯୋଉଠି ସାଧାରଣ ମଣିଷଟିଏ ଉଚ୍ଚ ନିଚର ଭେଦଭାବ ପାଉନଥିବ, ଧନୀ ଗରିବର ଭେଦଭାବ ନଥିବ, ସେଇଭଳି ଗୋଟେ ଭବିଷ୍ୟତର ବାର୍ତ୍ତା ଆଣିଛି। ଏବଂ ଆଉ କଣ ନା ଜୀବନର ସମ୍ଭାବନା ଜହିଁ ମୂର୍ତ୍ତିମାନ, ଜୀବନର ବହୁତ ଗୁଡିଏ ସମ୍ଭାବନା ଥିବ। ସମ୍ଭାବନା କହିଲେ କଣ? ଭବିଷ୍ୟତର ସମ୍ଭାବନା ଧାରଣା, ସମ୍ଭାବନା ଭବିଷ୍ୟତରେ ଏଇଆ ହବ ସେଇଆ ହବ। ଗୋଟେ ଶ୍ରେଣୀହୀନ ସମାଜହୀନ ସମାଜ ହେବ, ସବୁ ମଣିଷ ସମାନ ହେବେ, କେହି ରାଜା ପ୍ରଜା ରହିବେ ନାହିଁ, ଏଠି କେହି ଧନୀ ଗରିବ ରହିବେ ନାହିଁ, ସମସ୍ତେ ସମାନ ହେବେ। ସେଇ ଯୋଉ ସମ୍ଭାବନା, ଏଇଟା ହଉଛି ଜୀବନର ସମ୍ଭାବନା। ତେଣୁ ଜୀବନର ସମ୍ଭାବନା ଜହିଁ ମୂର୍ତ୍ତିମାନ। ମୂର୍ତ୍ତିମାନ କହିଲେ ଯୋଉଠି ସାକାର ହବ, ଯୋଉଠି ତାହେଲେ ସେ ଯୋଉ ଦୂତ ଯୋଉ ଖବରଟି ଆସିଛି, ଯୋଉ ଭବିଷ୍ୟତର ଖବର ବାର୍ତ୍ତାଟି ଆସିଛି, ଦୂତ ସେଇ ବାର୍ତ୍ତାରେ କଣ ଆସିଛି? ସେ ବାର୍ତ୍ତାରେ ଜୀବନର ସମ୍ଭାବନା ମୂର୍ତ୍ତିମାନ ରହିଛି। ସେ ବାର୍ତ୍ତାରେ, ସେଇ ଖବରରେ ଜୀବନର ଯୋଉ ସମ୍ଭାବନା ଗୁଡିକ ସାକାର ରହିଛି। ନାହିଁ ଜହିଁ ପ୍ରାଚୀର ପାନ୍ତର, ଯେଉଁ ପ୍ରାଚୀର ନାହିଁ କି ପାନ୍ତର ନାହିଁ। ପ୍ରାଚୀର କହିଲେ ପାଚେରୀ, ପ୍ରାନ୍ତର କହିଲେ ପଡିଆ, ବୁଝିପାରିଲା? ଯେଉଁ ନାହିଁ କହିଲେ ପ୍ରାଚୀରିଆ, ସେ ଲଗାଇଛି, ବୁଝିପାରିଲା? ଯେଉଁ ପ୍ରାଚୀର ପାନ୍ତର ନାହିଁ, ପ୍ରାଚୀର ପାନ୍ତର ନାହିଁ କହିଲେ କଣ? କହିଲେ ଏଠି ନାହିଁ କହିଲେ ଲାଗି କରି, ନାହିଁ କହିଲେ ନାହିଁ ଗୁଣତି ବୁଝିବ। ତେଣୁ ପ୍ରାଚୀର କହିଲେ ପାଚେରୀ, ବୁଝିପାରିଲା? ଯେଉଁଠି ଗୁଡ ଉଚ୍ଚ ନିଚର ଧନୀ ଗରିବ ଭେଦଭାବ ନଥିବ, ପ୍ରାଚୀର ନଥିବ, ଏଇ ଯୋଉ ଗୋଟିଏ ଦୀର୍ଘ ପ୍ରାନ୍ତର ବ୍ୟବଧାନ ନଥିବ, ଗୋଟିଏ ସେଇଭଳି ଗୋଟିଏ ଖବର ନେଇକି ଦୂତ ଆସିଛି। ଯେମିତି ଯେଉଁ ବାର୍ତ୍ତାରେ କଣ ଅଛି? ଯେମିତି ଜୀବନର ଅନେକ ଗୁଡିଏ ଅନାବନା ସାକାର ହବ, ମୂର୍ତ୍ତିମାନ ହବ, ଯୋଉଠି ପ୍ରାଚୀର ପ୍ରାନ୍ତର ନଥିବ। ତେଣୁ କବି କହୁଛନ୍ତି ଜାଗ ହେ ମାନବ ଶିଶୁ, ତମେ ମାନେ ଜାଗିଲେ ସେ କଥା ସମ୍ଭବ। ଦୂତ ସେନା ଆଣିଛି ସେ କଥା ସିଂହଦ୍ୱାରରୁ ଲମ୍ବା ସମୟରୁ ଅନ୍ତ କରି ଠାକୁରଙ୍କ ପାଖରୁ, ଦେବତାଙ୍କ ପାଖରୁ ଦୂତ ସେନା ସେ ଖବର ଆଣିଛି, ଯେଉଁଥିରେ ଭବିଷ୍ୟତ ବାର୍ତ୍ତା ରହିଛି, ଯେଉଁଥିରେ ଜୀବନରେ ସମ୍ଭାବନା ଗୁଡିକ ସାକାର ହେବାକୁ ଯାଉଛି। ସେଇଟାକୁ କେତେବେଳେ ହେବ? ଯେତେବେଳେ ଏଇ ମାନବ ଶିଶୁ, ଏଇ ମଣିଷ ଶିଶୁ ଜାଗ୍ରତ ହବ, ଜାଗି ଉଠିବେ। ଯେତେବେଳେ ଆମେ ସମସ୍ତେ ଜାଗି ଉଠିବା, ଆମ ଭବିଷ୍ୟତ ଗଢି ଉଠିଯିବ, ଗଢି ହୋଇଯିବ, ବୁଝିପାରୁଛ? ତେଣୁ ଜାଗ ନର ବ୍ରହ୍ମ, ହେ ନର ବ୍ରହ୍ମ। ନର ବ୍ରହ୍ମ କହିଲେ କଣ? ନର ବ୍ରହ୍ମ କହିଲେ ଆମେ କଣ ବୁଝିବା? ଆମ ମଣିଷ ମାନଙ୍କର ଥିବା ଯୋଉ ବୁଝିପାରିଲା, ବା ମଣିଷ ଭିତରେ ଥିବା ଦେବ ଶକ୍ତି। ତେଣୁ ସବୁ ମଣିଷ ହେଉଛନ୍ତି ଦେବତାଙ୍କର ସନ୍ତାନ। ଏ ନର ବ୍ରହ୍ମ ତମେ ମାନେ ମଧ୍ୟ ଜାଗ, ଏ ମାନବ ଶିଶୁ ତମେ ମାନେ ମଧ୍ୟ ଜାଗ, ଥାଏ ଜ୍ଞାନ। ସରି,
ତମେ ମାନେ ମଧ୍ୟ ଜାଗ। ହେ ମାନବ ଶିଶୁ ତମେ ମାନେ ମଧ୍ୟ ଜାଗ। ଦେ ଜାଗ ଧରି ସରି ଜାଗ ଧରି ଲୌକିକର ଜ୍ଞାନ। ହଁ, ଯେଉଁ ଲୌକିକ ଲୌକିକ କହିଲେ ଲୋକଯୁକ୍ତ ବା ଗୋଟେ ଲୋକ ପାଖରେ ଯେଉଁ ଜ୍ଞାନ ରହିବା ଦରକାର, ସେ ଲୌକିକର ଜ୍ଞାନକୁ ଧରି ତମେ ମାନେ ଜାଗି ଉଠିଲେ ସମାଜରେ ଯେଉଁ ଶ୍ରେଣୀ ସହସ୍ର ଦେଖାଯାଉଛି ବା ଆମେ ଯେଉଁ ଶ୍ରେଣୀ ଭାବରେ ବାଣ୍ଟି ସେ ଧରି କରିବ ଉଚ୍ଚ ନିଚ ମଳିଆ ଆ, ମଳିଆ ସରି ମୂଲିଆ ଖଟିଆ ବା ରାଜା ବଜାର ଯେଉଁ ବାଣ୍ଟି ନେଉଛୁ ଆମେ, ତାହେଲେ କଣ ଆମ ସମାଜରେ ଗୋଟିଏ ସାମ୍ୟକତା ଲେଖିବ, ଗୋଟିଏ ଶୋଷଣ ମୁକ୍ତ ସମାଜ ଗଠନ ହେଇପାରିବ। ଏବଂ ହେ ମାନବ ଶିଶୁ ତମେ ମଧ୍ୟ ଜାଗ, ହେ ନରକମ ତମେ ମଧ୍ୟ ଜାଗ, ହେ ଲୌକିକର ଜ୍ଞାନ ଧରିକି ହେ ଲୋକମାନେ ତମେ ମଧ୍ୟ ଜାଗ। କାହିଁକି ନା ଶତାବ୍ଦୀର ସିଂହଦ୍ୱାରରୁ ସେ ଦୂତାବାସ ଆଣିଛି, ସେ ଭବିଷ୍ୟତର ବାର୍ତ୍ତା, ଭବିଷ୍ୟତର କଥା ସେ ଧରିକି ଆଣିଛି। କେହି ମାଗିଦେ କୌଣସି କଥା ସେ ଦବାନି, ସେଇଥିପାଇଁ ବୁଝିପାରିଲେ ନା? ବୁଝିପାରିଲେ? ତାହେଲେ ଆଉ ଯାହା ରହିଲା ପରବର୍ତ୍ତୀ ଅଧ୍ୟାୟରେ ଆଲୋଚନା କରିବା। ଠିକ ଅଛି, ହେଲେ ଆଜି ବି ସେତିକି।